ମୁଖ ବେଦ ସ୍ୱନ ପୂର୍ଣ୍ଣ କଲା ଶ୍ୟାମ ବର୍ଣ୍ଣ ଉଠିଲା ଭେଦି ଗଗନ ଯେମିତି ସମଗ୍ର ଜଗତକୁ ଭେଦ କରି ଓଙ୍କାର ଧ୍ୱନି ଗତି କରି ଯାଏ ବୈକୁଣ୍ଠେ ଦେଇ ତ୍ରିପତି ଅନନ୍ତ ଶ୍ରୁତିକି ଗତି ସେମିତି ଅବସ୍ଥା ହେଲା ଏବଂ ଅନନ୍ତ ଆକାଶରୁ ଶୂନ୍ୟବାଣୀ ଶୁଣାଗଲା ହେ ରାଜା ଓହୋ କେମିତି ବାଣୀ ଶୁଣାଗଲା ନା ଶ୍ୟାମ ସୁସ୍ୱର ଭାଷିଣୀ ସାମବେଦର ସଙ୍ଗୀତ ଓହୋ ଅପୂର୍ବ ହୃଦୟ ଆହ୍ଲାଦକାରୀ କେଡ଼େ ସୁନ୍ଦର ଶ୍ୟାମ ସଙ୍ଗୀତ ପରି ଶ୍ୟାମ ସୁସ୍ୱର ଭାଷିଣୀ ଭଗବାନ କେତେ ସାନ୍ତ୍ୱନାମୂଳକ ଭାବରେ କହିଲେ ଇନ୍ଦ୍ରଦ୍ୟୁମ୍ନ ତୁମେ କାନ୍ଦ ନାହିଁ ଆରେ ଏମିତି ଗୋଡ଼ ନାହିଁ ଏମିତି ମୁଣ୍ଡକୁ ପିଟ ନାହିଁ ଏମିତି ଛାତିକୁ ପିଟ ନାହିଁ ଏମିତି ମୁଣ୍ଡ କୋଡ଼ି ହୁଅ ନାହିଁ ତୁମର ହିଁ କରୁଣ କ୍ରନ୍ଦନ ମୁଁ ଆଉ ସହିପାରୁନାହିଁ ମହାଶୂନ୍ୟ ମଣ୍ଡଳକୁ ବିଦୀର୍ଣ୍ଣ କରି ଭଗବାନ ନିର୍ଗୁଣ ବ୍ରହ୍ମ ଆସି ପହଞ୍ଚିଲେ କହିଲେ ଶୁଣ ମା ଚିନ୍ତା ବ୍ରଜଭୂପାଳ ବ୍ରଜିଷ୍ୟେ ତ ଦୃଶୋହ ପଥମ ତମେ ଅନୁଶୋଚନା ତ୍ୟାଗ କର ଇନ୍ଦ୍ରଦ୍ୟୁମ୍ନ ମୁଁ ଅବଶ୍ୟ ତୁମର ନୟନ ପଥଗାମୀ ହେବି ନୀଳମାଧବ ରୂପରେ ନହେଲେ ମଧ୍ୟ ମୁଁ ଜଗନ୍ନାଥ ଭାବରେ ପ୍ରକଟିତ ହେବି ଏବଂ ତୁମକୁ ଦର୍ଶନ ଦେବି ବୋଲ ଭକ୍ତ ବତ୍ସଳ ଭଗବାନ କି ମା ଚିନ୍ତା ବ୍ରଜଭୂପାଳ ଚିନ୍ତା ପରିହାର କର ଚିନ୍ତା ତ୍ୟାଗ କର ଇନ୍ଦ୍ରଦ୍ୟୁମ୍ନ ତୁମେ ଆଉ କାନ୍ଦ ନାହିଁ ତୁମର ଏ କ୍ରନ୍ଦନ ରୋଳକୁ ମୁଁ ଆଉ ସହ୍ୟ କରିପାରିବି ନାହିଁ ଇଏ ଆତ୍ମାର ଆକୁଳ ନିବେଦନ ଏବଂ ଆକୁଳ କ୍ରନ୍ଦନକୁ ଅସ୍ୱୀକାର କରିପାରିଲେ ନାହିଁ ଅନନ୍ତ କୋଟି ବ୍ରହ୍ମାଣ୍ଡ ନାଥ ନିର୍ଗୁଣ ବ୍ରହ୍ମ ସାକାର ସଗୁଣ ହେବା ପାଇଁ ଯେତେବେଳେ ପ୍ରତିଶ୍ରୁତି ଦେଲେ କହିଲେ ବ୍ରଜିଷ୍ୟେ ତୋ ଦୃଶୋହ ପଥମ ମୁଁ ତୁମର ଦୃଷ୍ଟିଗୋଚର ହେବି ତୁମ ନୟନ ପଥରେ ଉଦ୍ଭାସିତ ହେବି ମୁଁ ଅବଶ୍ୟ ତୁମକୁ ଦର୍ଶନ ଦେବି ଦାରୁ ବ୍ରହ୍ମ ରୂପରେ ଆଉ ଏଇଠି ଭାବ ପ୍ରାକଟ୍ୟ ଯେତେବେଳେ ହେଇଗଲା ସେ ପ୍ରାକଟ୍ୟର କଥା ତ ପୂଜ୍ୟ ମହାରାଜ କହିଲେ ଆମେ ଆଉ କାହିଁ ସିଆଡ଼ିକି ଯିବା ସମୟ ଅତିକ୍ରାନ୍ତ ତେବେ ଶ୍ରୀରାମ ମହାଯଜ୍ଞ ଏଠି ଚାଲିଛନ୍ତି ପୂଜ୍ୟ ମହାରାଜ କରୁଛନ୍ତି ଭଗବାନ ରାମଙ୍କର ମୂଳ ଯଜ୍ଞ ଶ୍ରୀକୃଷ୍ଣଙ୍କର ମୂଳ ଯଜ୍ଞ ଜଗନ୍ନାଥଙ୍କର ମୂଳ ସହସ୍ର ଅଶ୍ୱମେଧ ଯଜ୍ଞ ହିଁ ସବୁର ମୂଳ ତେବେ ଏଇ ଯୋଉ ଯଜ୍ଞ ହେଲା ଆପଣ ଦେଖିବେ ଏଇ ଯଜ୍ଞ ଚାଲିଛନ୍ତି ପୂଜ୍ୟ ମହାରାଜ କରୁଛନ୍ତି 5 ଦିବସ ବ୍ୟାପୀ ଯଜ୍ଞ ରକ୍ଷା କରିବା ପାଇଁ ବିଶ୍ୱାମିତ୍ର ମହାରାଜ ଆସି ପହଞ୍ଚିଲେ ତାଙ୍କର ବହୁତ ଶକ୍ତି ଅଛି କ'ଣ ପାଇଁ ସେ ଅଭିଶାପ ଦେଇପାରିଲେନି ଅସୁରମାନଙ୍କୁ ଧ୍ୱଂସ କରି ତାର ବହୁ କାରଣ ଅଛି ତା ଭିତରକୁ ଆମେ ଯିବାନି ସରଳ ଭାବରେ ଏତିକି ଆମେ ବୁଝିବା ଯେଉଁ ଲୋକ ଜୀବନରେ ଟିକେ ଟିକେ ବିଚଳିତ ହେବା ଫଳରେ ବା କ୍ରୋଧ ପ୍ରକାଶ କରିବା ଫଳରେ ବା ସାଧନାରୁ ବିଚ୍ୟୁତ ହେବା ଫଳରେ ହଜାର ବର୍ଷର ତପସ୍ୟାକୁ ହରେଇଛି ଆଉ ସେ ତାକୁ ହରେଇବାକୁ ଚାହୁଁନାହାନ୍ତି କାରଣ ଯଜ୍ଞର ଅନ୍ୟ ନାମଟା ହେଉଛି ଅଧ୍ୱର କହିଲେ ଯିଏ ଯଜ୍ଞରେ ଦୀକ୍ଷିତ ହେବେ ସିଏ ହେଉଛନ୍ତି ଅଧ୍ୱର୍ଜୁ ଯିଏ ଯଜ୍ଞ ଦୀକ୍ଷିତ ପୁରୁଷ କର୍ତ୍ତା ସିଏ ଯଜ୍ଞର ନାମ ହେଉଛି ଅଧ୍ୱର ଧ୍ୱର ଶବ୍ଦର ଅର୍ଥ ହେଉଛି ହିଂସା ତାମାନେ ଯଜ୍ଞ ଆପଣ ଯଦି କରିବେ କାହା ପ୍ରତି ହିଂସା ଆଚରଣ କରିପାରିବେ ନାହିଁ ତେଣୁ ଯଜ୍ଞରେ ଦୀକ୍ଷିତ ହୋଇଥିବା ବ୍ୟକ୍ତି ହେଉଛନ୍ତି ଅଧ୍ୱର୍ଜୁ ଅତଏବ ବିଶ୍ୱାମିତ୍ର କ୍ରୋଧ ପ୍ରକାଶ କରିପାରିବେ ନାହିଁ ଯଦି କ୍ରୋଧ ପ୍ରକାଶ କରିବେ ତାଙ୍କର ତପସ୍ୟାର ଫଳ ନଷ୍ଟ ହେବ ତାହେଲେ ୟାର ସମାଧାନ କ'ଣ ତ୍ରିକାଳଦର୍ଶୀ ବ୍ରହ୍ମର୍ଷି ବିଶ୍ୱାମିତ୍ର ଯେତେବେଳେ ଧ୍ୟାନସ୍ଥ ହେଲେ ଓହୋ ହୃଦୟରେ ଝଲସି ଉଠିଲେ ପ୍ରଭୁ ସେଇ ରଘୁବଂଶର ପାଟ ଅଗଣା ଅଜିର ବିହାରୀ ମଙ୍ଗଳ ଭବନ ଅମଙ୍ଗଳ ହାରି ଆହା ଆରେ ପ୍ରଭୁ ନିଜେ ଅବତୀର୍ଣ୍ଣ ହେଇଛନ୍ତି ଏମାନଙ୍କୁ ବିନାଶ କରିବା ପାଇଁ ମୋର କାମ କ'ଣ ମୋ କାମ ହେଉଛି ମୁଁ ଖାଲି ଯିବି ଏବଂ ତାଙ୍କୁ ନେଇକି ପଳେଇ ଆସିବି ଆଉ ତ ମୋର କାର୍ଯ୍ୟ କିଛି ନାହିଁ ତେଣୁ ବିଶ୍ୱାମିତ୍ର ଯାଇ ପହଞ୍ଚିଲେ ବିଶ୍ୱାମିତ୍ର ଯେତେବେଳେ ପହଞ୍ଚିଲେ ବିଶ୍ୱାମିତ୍ରଙ୍କ ସହିତ ଯିବା ପାଇଁ ମୂଳ ରାମାୟଣରେ ଆପଣ ଦେଖିବେ ବାଲ୍ମୀକି କେବଳ ରାମଙ୍କର କଥା କହିଛନ୍ତି କିନ୍ତୁ ସନ୍ଥ ଶିରୋମଣି ତୁଳସୀ ଯେ ପ୍ରଭୁଙ୍କ ସହିତ ଆମମାନଙ୍କ ପାଇଁ ଯେ ଆଦର୍ଶ ସେବାର ଆଦର୍ଶ ଜୀବାଚାର୍ଯ୍ୟ ଲକ୍ଷଣ ସେ ପ୍ରଭୁଙ୍କ ସହିତ ଯୁକ୍ତ ହେଇକି ଅଛନ୍ତି ତେଣୁ ଅନୁଜ ସମେତ ଦେହୁ ରଘୁନାଥ ସନ୍ଥ ଶିରୋମଣି ତୁଳସୀ କହିଲେ ମୁଁ ଖାଲି ରାମକୁ ନେବିନି ଅନୁଜ ସହିତ ଲକ୍ଷ୍ମଣ ସହିତ ମୋତେ ରାମକୁ ଦିଅ ଯାହା ହଉ ବଶିଷ୍ଠ ବହୁତ ବୁଝେଇବା ପରେ ଦଶରଥ କୌଣସି ମତେ ରାଜି ହେଲେ ମା ମାନଙ୍କ ପାଖକୁ ଗଲେ ମା ମାନେ କହିଲେ ତମେ କାହିଁ ସମୟ ନଷ୍ଟ ବାବୁରେ ସମୟ କାହିଁ ନଷ୍ଟ କରୁଛ ତମେ ଗୁରୁଙ୍କ ସାଙ୍ଗରେ ଜଲ୍ଦି ପଳେଇ ଯାଅ କାହିଁକି ନା ତା ପଛରେ କାରଣ ଅଛି
ଯେତେବେଳେ ତୁଳସୀ ମହାରାଜ କହୁଛନ୍ତି ଶଙ୍କର ଭଗବାନ ନିଜେ କହୁଛନ୍ତି ଏ କଥା କାଗ ଭୁସୁଣ୍ଡି ସଙ୍ଗ ହମ ଦୋଉ ମନୁଜ ରୂପ ଜାନଇ ନହି କୋଉ କାଗ ଭୁସୁଣ୍ଡି ସଙ୍ଗ ହମ ଦୋଉ କାଳ କବି ତ କାକ ଭୂଷଣ୍ଡି ହେଉଛନ୍ତି ଚେଲା ଶଙ୍କର ଭଗବାନ କହୁଛନ୍ତି ବୁଝିଲ ପାର୍ବତୀ ଆମେ ଗୁରୁ ଚେଲା ଦି ଜଣ ଯାକ ଯାଉ ଯେତେବେଳେ ଗଲେ ଆଗତ ଭୂତ ଭବିଷ୍ୟତ ସବୁ ଶଙ୍କର ଭଗବାନ ଜ୍ୟୋତିଷାଚାର୍ଯ୍ୟ ରୂପରେ ସବୁ କହିଦେଲେ ଖବର ଯାଇ ପହଞ୍ଚିଲା କୌଶଲା ମହାରାଣୀଙ୍କ କାନରେ ଜଣେ ଜ୍ୟୋତିଷ ଆସିଛନ୍ତି ଆଗତ ଭୂତ ଭବିଷ୍ୟତ ସବୁ କହୁଛନ୍ତି କୌଶଲା ମହାରାଣୀ କହିଲେ ଜ୍ୟୋତିଷଙ୍କୁ ଡାକ ଜ୍ୟୋତିଷାଚାର୍ଯ୍ୟ ଶଙ୍କର ଭଗବାନ ନିଜେ ଗଲେ ସେ କଥା ନିଜେ କହିଛନ୍ତି ଶ୍ରୀରାମଚନ୍ଦ୍ର ମାନସରେ କାଗ ଭୂଷୁଣ୍ଡି ସଙ୍ଗ ହମ ଦୋଉ ମନୁଜ ରୂପ ଜାନ ନାହିଁ କୁ ତେବେ ଯେତେବେଳେ ଗଲେ ସବୁ ଦେଖିଲେ ସେଠି ବଡ଼ ବିଚିତ୍ର ଘଟଣା ଘଟିଲା ମୁଁ ଆଉ ସେ ଲୀଳା ଭିତରକୁ ଯାଉନି ଶଙ୍କର ଭଗବାନଙ୍କ ପାଦ ତଳେ ଯେତେବେଳେ ଶିଶୁମାନଙ୍କୁ ଗଡ଼େଇ ଦେଲେ ଶଙ୍କର ଭଗବାନ ମନେ ମନେ ପ୍ରଭୁଙ୍କୁ ପ୍ରଣାମ କରୁଛନ୍ତି କୌଶଲ୍ୟା ମା କହିଲେ ଟିକେ ଆଶୀର୍ବାଦ କର କହିଲେ ହଁ ମା ଆଶୀର୍ବାଦ କଲେ କହିଲେ ନାଇଁ ସେମିତି କହିଲେ କେମିତି ହବ ତମେ ଆମ ପିଲାମାନଙ୍କ ମୁଣ୍ଡରେ ହାତ ରଖିକି ଆଶୀଷ ଦେବ ନା ବଡ଼ ଅଡ଼ୁଆରେ ପଡ଼ିଲେ ତେବେ ହାତ ଦେଖିକି ଯେଉଁ ଆଗତ ଭୂତ ଭବିଷ୍ୟତ କହିଲେ ମା ମାନଙ୍କର ବେଶୀ ନଜର ଥାଏ ମୋ ପିଲାର କେବେ ବାହା ହବ କେମିତି କେତେବେଳେ ବାହା ହବ ଶଙ୍କର ଭଗବାନ କହିଲେ ଶୁଣ ବିଶ୍ୱାମିତ୍ର ନାମଧେୟ ଜଣେ ଋଷି ଆସିବେ ସିଏ ଯେତେବେଳେ ଆସି ପହଞ୍ଚିଯିବେ ଜାଣିବ ତମ ପିଲାର ବିବାହ ମାର୍ଗ ପ୍ରଶସ୍ତ ହେଇଗଲା ଏବଂ ବାହା ଯାତ୍ରା ଫିଟିଗଲା ଏବଂ ବିଶ୍ୱାମିତ୍ର ଆସି ପହଞ୍ଚିଲେ ତ ତାପରେ ସେ ତାଙ୍କୁ ମିଥିଳାକୁ ନେଇକି ଯିବେ ତାପରେ ତମ ଘରକୁ ବୋହୂ ପଳେଇ ଆସିବେ ତେଣୁ ମା ମାନେ ଫୁର୍ସତ ଦେଲେନି କହିଲେ କହିଲେ ଆରେ ତମେ ଆଉ ଏତେ ବିଦାୟ ମାଗିକି ସମୟ କାହିଁ ନଷ୍ଟ କରୁଛ ତମେ ବିଶ୍ୱାମିତ୍ରଙ୍କ ସାଙ୍ଗରେ ଜଲ୍ଦି ପଳା ଯାହା ହଉ ବିଶ୍ୱାମିତ୍ରଙ୍କ ସହିତ ଆସିଲେ